ସଂସାରରେ ଅନେକ ଲୋକ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ବୋଲି କହନ୍ତି, କିନ୍ତୁ ଅନେକେ ଜୀବନର ସତ୍ୟକୁ ଠିକ୍ ଭାବରେ ବୁଝି ବିଶ୍ୱାସ କରନ୍ତି ନାହିଁ କିମ୍ବା ସ୍ୱର୍ଗରାଜ୍ୟର ଜୀବନ୍ତ ପ୍ରତିଜ୍ଞା ସହ ନିଜ ବିଶ୍ୱାସକୁ ପାଳନ କରନ୍ତି ନାହିଁ। ତେଣୁ ଆଜି ଆମ ସମସ୍ତଙ୍କୁ ବାଇବଲର 66 ପୁସ୍ତକରେ ଲିଖିତ ପରମେଶ୍ୱରଙ୍କ ଜୀବନର ସତ୍ୟକୁ ଠିକ୍ ଭାବରେ ବୁଝିବା ଓ ବିଶ୍ୱସ୍ତ ଭାବରେ ପାଳନ କରିବା ଉଚିତ, ଯେପରି ଆମେ ଅନନ୍ତ ସ୍ୱର୍ଗରାଜ୍ୟ ଓ ପରିତ୍ରାଣ ପାଇପାରିବା। ଏହାକୁ ଧ୍ୟାନରେ ରଖି ଆସନ୍ତୁ ଆଜିର ଉପଦେଶ, ଆସନ୍ତୁ ଜୀବନର ସତ୍ୟକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିବା ବିଷୟରେ ଅଧ୍ୟୟନ କରିବା। ଆସନ୍ତୁ ପ୍ରଥମ ତିମୋଥୀ ଅଧ୍ୟାୟ 6 ଦେଖିବା। ଯେ ପରମ ଧନ୍ୟ, ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ, ଯେ ଏକମାତ୍ର ଅମର, କେବଳ ଯାହାଙ୍କର ଏଠାରେ ପ୍ରକୃତରେ କାହା ବିଷୟରେ କୁହାଯାଉଛି? ଏଥିରେ ଲେଖା ଅଛି, କେବଳ ପରମେଶ୍ୱର ହିଁ ଅମର ଅଟନ୍ତି। ଅନ୍ୟ ଭାବରେ କହିଲେ ଏହାର ଅର୍ଥ ସେ କେବେ ମରନ୍ତି ନାହିଁ, ହଁ ନା? ଯଦି ଆମେ ମରନ୍ତି ନାହିଁକୁ ଅନ୍ୟ ଏକ ବିଶେଷ୍ୟରେ ପ୍ରକାଶ କରିବା, ତେବେ ତାହାର ଅର୍ଥ କ'ଣ ହେବ? ଏହାର ଅର୍ଥ ହେଉଛି ତାହାଙ୍କଠାରେ ଅନନ୍ତ ଜୀବନ ଅଛି, ସେ କେବେ ମରନ୍ତି ନାହିଁ। ଅନ୍ୟ ଭାବରେ କହିଲେ ସେ ଅନନ୍ତ ଜୀବନର ସ୍ୱରୂପ ଅଟନ୍ତି। ତେବେ ଯଦି କେବଳ ପରମେଶ୍ୱରଙ୍କଠାରେ ଅନନ୍ତ ଜୀବନ ଅଛି, ତେବେ ଆମେ କିପରି ଅନନ୍ତ ଜୀବନ ପାଇପାରିବା? ଯଦି ଆପଣ ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରେ କହି ଅନନ୍ତ ଜୀବନର ନିଶ୍ଚିତତା ଓ ପ୍ରତିଜ୍ଞା ବିହୀନ ମଣ୍ଡଳୀକୁ ଯାଆନ୍ତି, ତେବେ ସେହି ପଥ ନିଶ୍ଚୟ ବିନାଶର ପଥ, ଜୀବନର ନୁହେଁ। ତେବେ ପରମେଶ୍ୱର କିପରି ତାଙ୍କ ନିକଟରେ ଥିବା ବିଷୟକୁ ସମସ୍ତ ମାନବ ଜାତିକୁ ବାଣ୍ଟିଲେ, ଆସନ୍ତୁ ଯୋହନ ଅଧ୍ୟାୟ 6ରୁ ସେହି ଉପାୟ ଜାଣିବା। ଆସନ୍ତୁ ଯୋହନ ଅଧ୍ୟାୟ 6 ପଦ 53 ଦେଖିବା। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମ୍ଭମାନଙ୍କଠାରେ ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ, ସେ ମୋଠାରେ ରହେ ଓ ମୁଁ ତାହାଠାରେ ରହେ। ଜୀବନ୍ତ ପିତା ଯେପରି ମୋତେ ପ୍ରେରଣା କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି, ତାହା ଏହି, ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁ ଭୋଗ କଲେ, ସେ ପ୍ରକାର ନୁହେଁ। ଯେ ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ଯୀଶୁଙ୍କ ମାଂସ ଭୋଜନ ଓ ତାହାଙ୍କ ରକ୍ତ ପାନ କରିବାର ସତ୍ୟକୁ ଜାଣିବା ଏବଂ ଏହି ପଦ୍ଧତିକୁ ବୁଝିବା ଜୀବନ ସହିତ ସିଧାସଳଖ ସଂଯୁକ୍ତ। ଯଦି ଆମେ ଭୋଜନ ଓ ପାନ ନ କରୁ, ତେବେ ଆମର କ'ଣ ନଥାଏ? ଆମର ଜୀବନ ରାଲି। ଅନନ୍ତ ଜୀବନ ସ୍ୱରୂପ ଖ୍ରୀଷ୍ଟଙ୍କୁ ଭୋଜନ ଓ ପାନ ନ କଲେ ଜୀବନ ନଥାଏ, କାରଣ ଅମରତ୍ୱ କେବଳ ଖ୍ରୀଷ୍ଟ ଯୀଶୁଙ୍କଠାରେ ହିଁ ମିଳେ। ଏହା କେବଳ ଯୀଶୁଙ୍କଠାରେ ଥିବାରୁ ପରମେଶ୍ୱର କହିଲେ ଯେ ତାଙ୍କକୁ ଭୋଜନ ଓ ପାନ କରେ ନାହିଁ, ସେ ଅନନ୍ତ ଜୀବନ ପାଇବ ନାହିଁ, କିନ୍ତୁ ଯିଏ କରେ ସେ ପାଇବ। ଆମକୁ ବୁଝିବା ଉଚିତ ଯେ ଜୀବନ ପାଇବାର ମାନଦଣ୍ଡ ଏଥିରେ ହିଁ ଅଛି। ଯୀଶୁ ସ୍ୱର୍ଗାରୋହଣ ପୂର୍ବରୁ ଅନନ୍ତ ଜୀବନର ସତ୍ୟ ଭାବେ ଆମ ପାଇଁ କ'ଣ ଛାଡ଼ିଗଲେ, ତାହା ଦେଖିବାକୁ ଆସନ୍ତୁ ମାଥ୍ୟୁ ଅଧ୍ୟାୟ 26କୁ ଯିବା। ପରେ ଖମିର ଶୂନ୍ୟ ରୋଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋହର ଶରୀର। ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। ପରମେଶ୍ୱର ନିସ୍ତାର ପର୍ବର ସତ୍ୟରେ ତାଙ୍କ ଇଚ୍ଛା ଖୋଦିତ କଲେ, ଯାହା ଆମକୁ ଯୀଶୁଙ୍କ ମାଂସ ଭୋଜନ ଓ ତାଙ୍କ ରକ୍ତ ପାନ କରିବାକୁ ଦିଏ। ଯେଉଁ ସତ୍ୟ ଆମକୁ ଯୀଶୁଙ୍କ ମାଂସ ଭୋଜନ ଓ ତାଙ୍କ ରକ୍ତ ପାନ କରାଏ, ତାହା ଏବେ ନିସ୍ତାର ପର୍ବରେ ଲୁକାୟିତ ଅଛି। ତେଣୁ ଆଜିକାଲି ପୃଥିବୀରେ ଥିବା ଅଗଣିତ ଚର୍ଚ୍ଚ ମଧ୍ୟରୁ ଆମେ ଏହି ମାନଦଣ୍ଡ ଦ୍ୱାରା ସହଜରେ ପ୍ରକୃତ ଓ ମିଥ୍ୟା ଚର୍ଚ୍ଚକୁ ଚିହ୍ନି ପାରିବା। ଜୀବନହୀନ ଚର୍ଚ୍ଚ ଓ ଜୀବନ ଥିବା ଚର୍ଚ୍ଚ, କେବଳ ଖୋଳପା ଥିବା ଚର୍ଚ୍ଚ ଏବଂ ଭିତରେ ଶସ୍ୟ ଥିବା ଚର୍ଚ୍ଚ।
ଆମେ ପାର୍ଥକ୍ୟ କରିବା ଜାଣିବା ଉଚିତ।